ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ 1 ମେ ଥାର୍ଡ଼ ସିଫ୍ଟରେ ଆମର ଯେତକ ଓଡ଼ିଆ ଗ୍ରାମାର କୋଶ୍ଚିନ୍ ଆସିଥିଲା ତାକୁ ଡିଟେଲ୍ସରେ ଆଲୋଚନା କରିବା, ଯାହାଦ୍ୱାରା ଯଦି ଆପଣଙ୍କ ଏକ୍ଜାମରେ ଏସବୁ କୋଶ୍ଚିନ୍ ଆସୁଛି ଯେପରି ଆପଣମାନେ ଭୁଲ ନ କରିବେ। ତ ଏହା ପୂର୍ବରୁ ଆମେ ମଧ୍ୟ ଓଡ଼ିଆ ଗ୍ରାମାର ବହୁତ ସାରା କ୍ଲାସ୍ କରିଛେ, ଦେଖିନାହାନ୍ତି ଡିସ୍କ୍ରିପ୍ସନ୍ ପ୍ଲେଲିଷ୍ଟ ନେଇଥିବି, ଚେକ୍ କରିଦେବେ। ଓକେ, ତ ପ୍ରଥମ କୋଶ୍ଚିନ୍ ଆମର ରୂଢ଼ିରୁ ଆସିଛି, ଅନ୍ଧ ବୁଝାମଣା। ସମସ୍ତେ ଜାଣିଛନ୍ତି କ'ଣ ନା ଅନ୍ୟାୟ ବିଚାର। ତାପରେ ହେଲା ବିଟୋପି। ବିଟୋପି କାହାର ପ୍ରତିଶବ୍ଦ? ସମସ୍ତେ ଜାଣିଛନ୍ତି ବିଟୋପି ହେଉଛି ବୃକ୍ଷର ପ୍ରତିଶବ୍ଦ। ଦେଖନ୍ତୁ, ବିଟୋପି କେବଳ ପରୀକ୍ଷାରେ ତ ବିଟୋପି ଦେଇନଥିବ, ମନେ ରଖନ୍ତୁ ତାର ଅଲଗା ସବୁ ପ୍ରତିଶବ୍ଦ କ'ଣ ହେବ ନା ଅରଣ୍ୟ ହେବ, କାନନ ହେବ, ବିପିନ ହେବ, ବନ ହେବ। ତାର ଆଉ 4ଟା ପ୍ରତିଶବ୍ଦ। ଆକାଶ, ଆକାଶର କ'ଣ କ'ଣ ହେବ? ଗଗନ ହେବ, ନଭ ହେବ, ଅମ୍ବର ହେବ ଆକାଶର। ପୃଥିବୀର କ'ଣ କ'ଣ ପ୍ରତିଶବ୍ଦ ଅଛି ଏଇଟା ଆପଣ ପାଇଁ କମେଣ୍ଟ ମାର୍କ, ଆପଣମାନେ ଜରୁର କମେଣ୍ଟ କରି କହିବେ। ତାପରେ ହେଲା ସ୍ୱରୂପ। ସ୍ୱରୂପର ଗଠନ ନୀତି କିପରି? ଉପସର୍ଗ ଚାପ୍ଟରରୁ କୋଶ୍ଚିନ୍ ଆସୁଛି, ତେଣୁ କହିବି ଉପସର୍ଗ ଚାପ୍ଟରକୁ ଭଲସେ ଦେଖିବେ। 2ରୁ 3ଟି କୋଶ୍ଚିନ୍ ଆପଣଙ୍କ ଏକ୍ଜାମରେ 100% ଆସିବ। ତ ଦେଖନ୍ତୁ ସ୍ୱରୂପ କିପରି ହେଇଛି। ସରେ ହସ ଉକାର, ରୁରେ ଦୀର୍ଘ ଉକାର, ପ। ଓକେ, ତାପରେ ମୁହୁ ମୁହୁ ସନ୍ଧି ବିଚ୍ଛେଦ କଲେ କିପରି ହେବ? ସନ୍ଧି କାହାକୁ କୁହାଯାଏ? ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବର୍ଣ୍ଣ ଓ ପରପଦର ଆଦ୍ୟ ବର୍ଣ୍ଣର ମିଳନକୁ ଆମେ ସନ୍ଧି କହିଥାଉ। ସନ୍ଧି ଆମର କେତେ ପ୍ରକାର? 3 ପ୍ରକାର। ଗୋଟେ ହେଉଛି ସ୍ୱର ସନ୍ଧି, ଗୋଟେ ହେଉଛି ବ୍ୟଞ୍ଜନ ସନ୍ଧି, ଆଉ ଗୋଟେ ହେଉଛି ବିସର୍ଗ ସନ୍ଧି। ତେବେ ଏଇଟା ଯଦି ଆମେ କହିବା କେଉଁ ସନ୍ଧି? ଏଇଟା ହେଉଛି ବିସର୍ଗ ସନ୍ଧି। ମୁଟା କେମିତି ଲେଖା ହେଇଥାଏ ନା ମର ହସ ଉକାର, ରର ହସ ଉକାର ପ୍ଲସ୍ ମରେ ହସ ଉକାର, ହର ହସ ଉକାର, ପୁଣି 2 ଥରେ ଦେଖିପାରୁଥିବେ ବିସର୍ଗ ଅଛି, ଭଲସେ ଦେଖିବେ। ଓକେ, 1212 ବର୍ଷରେ କୋଣାର୍କ ମନ୍ଦିର ଗଢ଼ିଥିଲେ। 1200 ଏଇଟା କ'ଣ? ଏଇଟା ହେଉଛି ସଂଖ୍ୟା। ବିଶେଷଣ ଆମର କେତେ ପ୍ରକାର? 8 ପ୍ରକାର। କ'ଣ କ'ଣ ନା କ୍ରିୟା ବିଶେଷଣ, କ୍ରିୟାବାଚକ ବିଶେଷଣ, ସଂଖ୍ୟାବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ଗୁଣବାଚକ ବିଶେଷଣ, ପୂରଣବାଚକ ବିଶେଷଣ, ପରିମାଣ ବିଶେଷଣ, ଏହିପରି 8 ପ୍ରକାର। ବିଶେଷଣ କ'ଣ? ଯିଏ ବିଶେଷକୁ ବିଶେଷିତ କରେ ତାକୁ ହିଁ ତ ଆମେ ବିଶେଷଣ କହିଥାଉ। ନେକ୍ସଟ, ରକ୍ଷର ପ୍ରତିଶବ୍ଦ କ'ଣ? କ'ଣ? ଦାନବ, ଆମେ ଦୈତ୍ୟ କହିପାରିବା, ରାକ୍ଷସ କହିପାରିବା। ତାପରେ ଦେବତା, ଦେବତା ହେଉଛି ଭଗବାନ। ପଣ୍ଡିତ, ପଣ୍ଡିତକୁ ମଧ୍ୟ ଯଜମାନ କୁହାଯାଏ। ତାପରେ ମାନବ, ମାନବ ହେଉଛି ମନୁଷ୍ୟ, ନର, ମାନବ। ତାପରେ କୌରବ, ଏଇଟା କେଉଁ ପ୍ରତ୍ୟୟ ଅର୍ଥରେ ବ୍ୟବହୃତ ହୋଇଛି? ତ ଦେଖନ୍ତୁ କୌରବ ଅପ୍ରତ୍ୟୟ ଆସିଛି, କେଉଁ କ୍ଷେତ୍ରରେ ନା ଅପତ୍ୟ କ୍ଷେତ୍ରରେ। ତାପରେ ନିର୍ଗମନ, ଏଇଟା କେମିତି ଲେଖା ହେଇଛି ଦେଖିଲେ? ନିର୍ ଉପସର୍ଗ ଗମ ଧାତୁ ଅନ୍ ପ୍ରତ୍ୟୟ, ନିର୍ ଉପସର୍ଗ ଗମ ଧାତୁ ଅନ୍ ପ୍ରତ୍ୟୟରେ ଆମର ନିର୍ଗମନ ହୋଇଛି। ତାପରେ ଅତଏବ, ଅତଏବର ସନ୍ଧି କିପରି ହୋଇଛି? এইটা ফার্স্ট জাଣନ୍ତୁ କେଉଁ ସନ୍ଧି? କେଉଁ ସନ୍ଧି? ଆମର ବିସର୍ଗ ସନ୍ଧି। ତେଣୁ ଅତଏବ କେମିତି? ଅତଃ ଯୁକ୍ତ ଏବ। କହିବି ସନ୍ଧିର ସବୁ ରୁଲ୍କୁ ଜାଣନ୍ତୁ, ସନ୍ଧି ଚାପ୍ଟର ଆପଣ ଭଲସେ ପଢ଼ନ୍ତୁ, ଇଜିଲି ଆପଣମାନେ କୋଶ୍ଚିନ୍ କରିପାରିବେ। ଆମେ ଯେତେବେଳେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରି ନିଜର ଭାବ ବିନିମୟ କରୁ, ଦେଖନ୍ତୁ ମୁଁ କିଛି ଆପଣଙ୍କୁ କହିଲି, ତେବେ ଏଇଟା କ'ଣ? କଥିତ ରୂପ। ମୁଁ ଏଠି ଲେଖିଲି, ଏଇଟା କ'ଣ? ଲିଖିତ ରୂପ। ପଠିତ ରୂପ, ଆପଣ ଏଇ କୋଶ୍ଚିନ୍ଟା ପଢ଼ିଲେ ତାକୁ ହିଁ ତ ପଠିତ ରୂପ କୁହାଯାଏ। ଶ୍ରବଣ ରୂପ, ଆପଣ ମୋ ଭିଡ଼ିଓରେ ଯେଉଁ ସାଉଣ୍ଡ ଶୁଣୁଛନ୍ତି ତାକୁ ହିଁ ତ ଶ୍ରବଣ ରୂପ କୁହାଯାଏ। ତାପରେ ଗୋଡ଼ ଟେକି ବସିବା, ଏହାର ଅର୍ଥ କ'ଣ? ଆଗୁଆ ପ୍ରସ୍ତୁତ ହୋଇ ରହିବା। ଶିକ୍ଷକ ପିଲା ଫେଲ୍ ହେବା ଡ୍ୟାସ୍ ପରି, କ'ଣ? ଦୀପତଳ ଅନ୍ଧାର ପରି। ଏହାର ଅର୍ଥ କ'ଣ? ନା ଶିକ୍ଷିତ
ଶିକ୍ଷିତ ବ୍ୟକ୍ତିର ପୁଅ ମୂର୍ଖ ହେଲା, ମନେ ରଖିବେ, ଶିକ୍ଷିତ ବ୍ୟକ୍ତିର ପୁଅ ମୂର୍ଖ। ବାଘ ଘରେ ମିରିନାଟ, ଏହାର ଅର୍ଥ କ'ଣ? ମୁରବୀଙ୍କ ଅନୁପସ୍ଥିତିରେ ଘରେ ବିଶୃଙ୍ଖଳା ସୃଷ୍ଟି କରିବା। ଅଲଣା କଥା ମାନେ ମୂଲ୍ୟହୀନ କଥା। ସପୋଜ ଆପଣମାନେ ଖାଦ୍ୟରେ ଲୁଣ ପକାଇ ନାହାନ୍ତି, ଖାଦ୍ୟର ଟେଷ୍ଟ ରହିବ କି? ସେହିପରି କିଛି କଥା ଥାଏ ଯାହାର କି ଭ୍ୟାଲୁ ନଥାଏ। ସେହିପରି ଆମେ କହିଥାଉ ତୁ ଯେଉଁ କଥାଟା କହୁଛୁ ସେଇଟା ଅଲଣା କଥା, ତାର ଅର୍ଥ କ'ଣ? ତାର କିଛି ଭ୍ୟାଲୁ ନାହିଁ। ଓକେ। ଆପଣା ସୁନା ଭେଣ୍ଡି, ଏହାର ଅର୍ଥ କ'ଣ? ନିଜ ଲୋକ ଅଯୋଗ୍ୟ। ଗୋବର ଗଣେଶ, ଏଇ ରୁଟ ଅର୍ଥ କ'ଣ? ନା ନିର୍ବୋଧ। ଜନ୍ମରୁ ଚତୁର, ଓଳିଆରୁ ଗଜା, ଅନ୍ଧ ଲଉଡ଼ି ଅସହାୟ। ପରିମାଣ, ପରିମାଣର ବିପଦ ଶବ୍ଦ କ'ଣ ହେବ? ନା ଅପରିମାଣ। ସ୍ୱହଯୁତ ଲୋକ କ'ଣ ହେବ? ନା ସ୍ୱଲୋକ। ଦେଖିପାରୁଥିବେ ସନ୍ଧିରୁ ଏଠି 4ଟା କ୍ୱେଶ୍ଚିନ୍ ଆସିଲେ, ତେଣୁ ସନ୍ଧି କ୍ୱେଶ୍ଚିନ୍କୁ ଟିକେ ଭଲସେ ଦେଖିବେ, ଚାପ୍ଟରଟା ପଢ଼ିବେ, କ୍ଲିଅର ହୋଇଯିବ। କ୍ରିୟାବାଚକ ବିଶେଷର ସଂଜ୍ଞା କ'ଣ? କ'ଣ ନା ଯେଉଁଟା ନିର୍ଦ୍ଦିଷ୍ଟ କାର୍ଯ୍ୟର ନାମକୁ ବୁଝାଏ। ବିଶେଷ୍ୟ ଆମର କେତେ ପ୍ରକାର? 5 ପ୍ରକାର। ନାମବାଚକ ବା ସଂଜ୍ଞାବାଚକ, ବସ୍ତୁବାଚକ, ଜାତିବାଚକ, କ୍ରିୟାବାଚକ, ଗୁଣବାଚକ। ଯାହା ଏକ ଅବସ୍ଥାକୁ ବୁଝାଏ ତାକୁ ଅବସ୍ଥାବାଚକ ବିଶେଷ୍ୟ କୁହାଯାଏ। ଯାହା ଗୋଟେ ଜାତିକୁ ବୁଝାଏ ଜାତିବାଚକ ବିଶେଷ୍ୟ। ତାପରେ ଗରଜିଲା ମେଘ ବରଷେ ନାହିଁ, ଏଠି ଦେଲା ଗରଜିଲା। ଗରଜିଲାଟା କ'ଣ? ଦେଖନ୍ତୁ ଏଠି ମେଘ କହିଲେ କ'ଣ? ମେଘ ହେଉଛି ବିଶେଷ୍ୟ। ଏଇଟା କ'ଣ ଅବସ୍ଥା ବୁଝାଉଛି? ମେଘର ଅବସ୍ଥାକୁ ବୁଝାଉଛି, ତେଣୁ ଏଇଟା ହେବ କ୍ରିୟାବାଚକ ବିଶେଷଣ। ଓକେ। ପରୀକ୍ଷାରେ କେବେ ବି ଭୁଲରେ ଅବସ୍ଥାବାଚକ ବିଶେଷଣ ମାରିବେନି, ଏଇଟା ହେବ କ୍ରିୟାବାଚକ ବିଶେଷଣ। ଦେଲା ଏହା ଭିତରୁ କେଉଁଟା ଅଲଗା? ଦେଖନ୍ତୁ ନଦୀ, ନଦୀ ହେଉଛି ଆମର ଜାତିବାଚକ ବିଶେଷ୍ୟ। ମହାନଦୀ, କାବେରୀ, ଗଙ୍ଗା ଏସବୁ କ'ଣ? ନଦୀର ନାମ, ତେଣୁ ଆକୁ ଆମେ ନାମବାଚକ ବିଶେଷ୍ୟ କହିଥାଉ। ତେଣୁ ଏ 3ଟା ହେଲା ନାମବାଚକ ବିଶେଷ୍ୟ, ଏଇଟା ହେଉଛି ଜାତିବାଚକ ବିଶେଷ୍ୟ, ସେଥିପାଇଁ ନଦୀଟା ଅଲଗା ହେଲା। ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଭାଷାରେ ପରିଚିତ? ଯେଉଁ ଜଗନ୍ନାଥ ଦାସଙ୍କ ଭାଗବତ କ'ଣ ଲେଖା ହେଇଛି? ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣେ। ଏଇଟା କେଉଁଥିରେ ଲେଖା ହେଇଛି? ନା ଓଡ଼ିଆ ଭାଷାରେ। ଆକୁ ଆମେ ଯଦି ଛନ୍ଦରେ କହିବା ଏହାକୁ ନବାକ୍ଷରୀ କୁହାଯାଏ। ଓକେ। ବନ୍ଧନ, ବନ୍ଧନର ବିପଦ ଶବ୍ଦ କ'ଣ ହେବ? ମୋଚନ ହୋଇପାରିବ, ନହେଲେ ମୁକ୍ତ ବି ହୋଇପାରିବ। ଓକେ। ପରୀକ୍ଷାରେ ଯେଉଁ ଅପସନ୍ ଥିବ ଆପଣ ସେଇ ଅପସନ୍ ଚୁଜ୍ କରିପାରିବେ। ଅଳପ ଧନ ବିକଳ ମନ, ଏଠି ଦେଲା ବିକଳ। ବିକଳଟା କ'ଣ? ବିକଳଟା ହେଉଛି ଗୋଟେ ଅବସ୍ଥାବାଚକ ବିଶେଷଣ। ବାହାର, ବାହାରର ବିପଦ କ'ଣ ହେବ? ଭିତର ହେବ। ଭାଷାର ପରିବର୍ତ୍ତନ ଯୋଗୁଁ ଗୋଟେ ଭାଷାରୁ କାଳକ୍ରମେ ଅନେକ ଭାଷା ଓ ଡ୍ୟାସ୍ ସୃଷ୍ଟି ହୁଏ। ଯଦି ଆମେ ଗୋଟାଏ ଭାଷାକୁ ପରିବର୍ତ୍ତନ କରୁଛେ ତା ଦେହରୁ କ'ଣ ସୃଷ୍ଟି ହେବ? ନା ଅନେକ ଭାଷା ଆଉ ଉପଭାଷା ସୃଷ୍ଟି ହେବ। ଅନ୍ଧାରରେ ବାଡ଼ି ବୁଲେଇବା, ଏହାର ଅର୍ଥ କ'ଣ? ଅନୁମାନ କରି କହିବା। ଖେଳୁ ଖେଳୁ, ଏଇଟା କି ପ୍ରକାର କ୍ରିୟା? ଆପଣ ସମସ୍ତେ ଜାଣିଛନ୍ତି କ୍ରିୟା 2 ପ୍ରକାର। ଗୋଟେ ହେଉଛି ସମାପିକା କ୍ରିୟା, ଆଉ ଗୋଟେ ହେଉଛି ଅସମାପିକା କ୍ରିୟା। ସମାପିକା କ୍ରିୟା କ'ଣ? ନା ଯାହାଦ୍ୱାରା ବାକ୍ୟଟି ସମାପ୍ତ ହୋଇଥାଏ। ମୁଁ କାଲି ବଜାର ଯାଇଥିଲି, ମୁଁ କାଲି ବଜାର ଯାଇଥିଲି। ଏଠି ଯେଉଁ ଦେଲା ଯାଇଥିଲି, ଏଇଟା କହିଲେ ଏହାଦ୍ୱାରା ଆମ ବାକ୍ୟ ସମାପ୍ତ ହେଉଛି ନା ନାହିଁ? ଆପଣ ସମସ୍ତେ କହିବେ ହଁ ବାକ୍ୟ ସମାପ୍ତ ହେଉଛି, ସେଥିପାଇଁ ଏହାକୁ ଆମେ ସମାପିକ କ୍ରିୟା କହିଥାଉ। କିନ୍ତୁ ମୁଁ କାଲି ବଜାର, ଦେଖନ୍ତୁ ମୁଁ କାଲି ଖେଳୁ ଖେଳୁ ପଡ଼ିଗଲି। ଓକେ। ଆଉ ଗୋଟେ ବାକ୍ୟ କହୁଛି ମୁଁ କାଲି ଖେଳୁ ଖେଳୁ ପଡ଼ିଗଲି। ଏଠି ଯେଉଁ ଖେଳୁ ଖେଳୁ, ମୁଁ ଯଦି ଖାଲି କହିବି ମୁଁ କାଲି ଖେଳୁ ଖେଳୁ, ବାକ୍ୟଟି ସମାପ୍ତ ହେଉଛି କି? କିଛି ଅର୍ଥ ଜଣାପଡ଼ୁଛି? ଆପଣ କହିବେ ନା କିଛି ଜଣାପଡ଼ୁନି, ତ ସେଥିପାଇଁ ଏହାକୁ ଅସମାପିକ କ୍ରିୟା କୁହାଯାଏ। ତ ସାଙ୍ଗମାନେ ଆମେ ଏ ଭିଡ଼ିଓରେ 25ଟା କ୍ୱେଶ୍ଚିନ୍ ଡିସ୍କସନ୍ କଲେ। ସମସ୍ତଙ୍କ ତ 22+ ଥିବ, ଗ୍ୟାରେଣ୍ଟି ଦେଉଛି। ଯେଉଁ ବି ମୁଁ ଆପଣଙ୍କୁ କମେଣ୍ଟ ୱାର୍କ ଦେଉଛି ଜରୁର କମେଣ୍ଟ କରିବେ, ଏହାଦ୍ୱାରା ଆପଣଙ୍କର ହିଁ ଲାଭ ହେବ। ଓକେ। ତ ଭିଡ଼ିଓ ଭଲ ଲାଗିଥିଲେ ଜରୁର ଗୋଟେ ଲାଇକ୍ କରିବ। ଆଗକୁ ଏପରି ଭିଡ଼ିଓ ପାଇଁ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିନେବ।